ଚାଲନ୍ତୁ ଆଜି ଆଲୋଚନା କରିବା ରାଜା ଓ ରାଜବଂଶ। 1 ନମ୍ବର କ୍ୱେଶ୍ଚିନ୍ ରହୁଛି ତମର ମୌର୍ଯ୍ୟ ବଂଶର ସ୍ଥାପକ କିଏ? ମୌର୍ଯ୍ୟ ବଂଶର ସ୍ଥାପକ କିଏ ପିଲାମାନେ? ଅପସନ୍ ନମ୍ବର ବି ହେଉଛି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଅପସନ୍ ନମ୍ବର ବି ହେଉଛି କରେକ୍ଟ ଆନ୍ସର। 2 ନମ୍ବର ହେଉଛି ଅଶୋକଙ୍କ ରାଜ୍ୟାଭିଷେକ କେବେ ହୋଇଥିଲା ପିଲାମାନେ? ଏହାର ଅପସନ୍ ନମ୍ବର ଏ ହେଉଛି ଖ୍ରୀଷ୍ଟପୂର୍ବ 273। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ସେମିତି ତମର ରହିଲା 3 ନମ୍ବର ଗୁପ୍ତ ବଂଶର ସ୍ଥାପକ କିଏ ପିଲାମାନେ? ଗୁପ୍ତ ବଂଶର ସ୍ଥାପକ କିଏ ପିଲାମାନେ? ଆର ଆନ୍ସର ହେଉଛି ଅପସନ୍ ନମ୍ବର ଏ ଚନ୍ଦ୍ରଗୁପ୍ତ ପ୍ରଥମ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। 4 ନମ୍ବର ହେଉଛି ତମର ସମୁଦ୍ରଗୁପ୍ତଙ୍କୁ ଭାରତର ନେପୋଲିଅନ୍ କେଉଁ ବୋଲି କିଏ କହିଥିଲେ ପିଲାମାନେ? ଆର ଆନ୍ସର ହେଉଛି ଅପସନ୍ ନମ୍ବର ବି VA ସ୍ମିଥ୍। ଅପସନ୍ ନମ୍ବର ବି ହେଉଛି କରେକ୍ଟ ଆନ୍ସର। ସେମିତି ହେଲେ ତମର 5 ନମ୍ବର ଅଶୋକଙ୍କ ଶିଳାଲେଖ କେଉଁ ଲିପିରେ ଲେଖାଯାଇଥିଲା ପିଲାମାନେ? ଆର ଆନ୍ସର ହେଉଛି ଅପସନ୍ ନମ୍ବର ଏ ବ୍ରାହ୍ମୀ ଲିପି। ବ୍ରାହ୍ମୀ ଲିପି। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। 6 ନମ୍ବର ହେଉଛି ହର୍ଷବର୍ଦ୍ଧନଙ୍କ ରାଜଧାନୀ କେଉଁଠି ଥିଲା? ଆର ଆନ୍ସର ହେଉଛି ପିଲାମାନେ ଅପସନ୍ ନମ୍ବର ବି କୌନଜ। ଅପସନ୍ ନମ୍ବର ବି ହେଉଛି କରେକ୍ଟ ଆନ୍ସର। ସେମିତି ରହିଲେ ତମ 7 ନମ୍ବର ମଗଧ ସାମ୍ରାଜ୍ୟର ପ୍ରଥମ ରାଜବଂଶ କେଉଁଠି? ଆର ଆନ୍ସର ହେଉଛି ପିଲାମାନେ ଅପସନ୍ ନମ୍ବର ଏ ହୟଙ୍କ ବଂଶ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। 8 ନମ୍ବର ନନ୍ଦବଂଶର ଶେଷ ରାଜା କିଏ? ନନ୍ଦବଂଶର ଶେଷ ରାଜା ହେଉଛି ପିଲାମାନେ ଅପସନ୍ ନମ୍ବର ଏ ଧନନନ୍ଦ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ସେମିତି ରହିଲା ତମ 9 ନମ୍ବର ମୌର୍ଯ୍ୟ ବଂଶ ପରେ କେଉଁ ବଂଶ ଆସିଥିଲେ ପିଲାମାନେ? ମୌର୍ଯ୍ୟ ବଂଶ ପରେ କେଉଁ ବଂଶ ଆସିଥିଲେ? ଇଜି କ୍ୱେଶ୍ଚିନ୍। ଆର ଆନ୍ସର ହେଉଛି ଅପସନ୍ ନମ୍ବର ଏ ଶୁଙ୍ଗ ବଂଶ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। 10 ନମ୍ବର ଶୁଙ୍ଗ ବଂଶର ସ୍ଥାପକ କିଏ? ଇଜି କ୍ୱେଶ୍ଚିନ୍। ଆର ଆନ୍ସର ହେଉଛି ଅପସନ୍ ନମ୍ବର ବି ପୁଷ୍ୟମିତ୍ର ଶୁଙ୍ଗ। ଅପସନ୍ ନମ୍ବର ବି ହେଉଛି କରେକ୍ଟ ଆନ୍ସର। ସେମିତି ରହିଲା ତମର 11 ନମ୍ବର କୁଷାଣ ବଂଶର ସବୁଠୁ ପ୍ରସିଦ୍ଧ ରାଜା କିଏ? ଆର ଆନ୍ସର କ'ଣ ପିଲାମାନେ? ଅପସନ୍ ନମ୍ବର ଏ ହେଉଛି କନିଷ୍କ। ଅପସନ୍ ନମ୍ବର ଏ ହେଉଛି କନିଷ୍କ କରେକ୍ଟ ଆନ୍ସର। 12 ନମ୍ବର ହେଉଛି କନିଷ୍କ କେଉଁ ଧର୍ମର ପ୍ରଚାର କଲେ? ଏଇଟା ଇଜି କ୍ୱେଶ୍ଚିନ୍, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆର ଆନ୍ସର ହେଉଛି ଅପସନ୍ ନମ୍ବର ଏ ବୌଦ୍ଧ ଧର୍ମ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ସେମିତି ହେଲେ ତମର 13 ନମ୍ବର ହର୍ଷଙ୍କ ରାଜ୍ୟରେ ଧାର୍ମିକ ଆଲୋଚନା କେଉଁଠି ହୋଇଥିଲା? ଏହାର ଆନ୍ସର କ'ଣ ପିଲାମାନେ? ଏହାର ଆନ୍ସର ହେଉଛି ଅପସନ୍ ନମ୍ବର ବି କୌନଜ। ଅପସନ୍ ନମ୍ବର ବି ହେଉଛି କରେକ୍ଟ ଆନ୍ସର କୌନଜ। 14 ନମ୍ବର ତମର ରହିଲା ଗୁପ୍ତ ବଂଶର ସବୁଠୁ ପ୍ରସିଦ୍ଧ ରାଜା କିଏ? ଏହାର ଆନ୍ସର କ'ଣ ପିଲାମାନେ? ଏହାର ଆନ୍ସର ହେଉଛି ଅପସନ୍ ନମ୍ବର ବି ଚନ୍ଦ୍ରଗୁପ୍ତ ଦ୍ୱିତୀୟ। ଅପସନ୍ ନମ୍ବର ବି ହେଉଛି କରେକ୍ଟ ଆନ୍ସର। 15 ନମ୍ବର ରହିଲା ତମର ବିକ୍ରମାଦିତ୍ୟଙ୍କ ଦରବାରରେ କେତେଜଣ ରତ୍ନ ଥିଲେ? ଆରେ କ'ଣ ଆନ୍ସର ପିଲାମାନେ? ଇଜି କ୍ୱେଶ୍ଚିନ୍। ଆର ଆନ୍ସର ହେଉଛି ଅପସନ୍ ନମ୍ବର ସି 9 ଜଣ। 9 ଜଣ ରତ୍ନ ଥିଲେ ତାଙ୍କ ଦରବାରରେ। 16 ନମ୍ବର ରହିଲା ତମର ଗୁପ୍ତ ବଂଶର ସମୟକୁ କେଉଁ ଯୁଗ ବୋଲି କୁହାଯାଏ? ଇଜି କ୍ୱେଶ୍ଚିନ୍। ଆର ଆନ୍ସର ହେଉଛି ଅପସନ୍ ନମ୍ବର ଏ ସୁବର୍ଣ୍ଣ ଯୁଗ। ଏକ୍ଜାମ୍ରେ ଆସୁଛି ଇଜି କ୍ୱେଶ୍ଚିନ୍। 17 ନମ୍ବର ତମର ହେଉଛି ପାଳ ବଂଶର ସ୍ଥାପକ କିଏ? ପାଳ ବଂଶର ସ୍ଥାପକ ପିଲାମାନେ ଅପସନ୍ ନମ୍ବର ଆର ବି ହେଉଛି ଗୋପାଳ। ଅପସନ୍ ନମ୍ବର ବି ହେଉଛି ଆର କରେକ୍ଟ ଆନ୍ସର। 18 ନମ୍ବର ସେନା ବଂଶର ପ୍ରସିଦ୍ଧ ରାଜା କିଏ? ସେନା ବଂଶର ପ୍ରସିଦ୍ଧ ରାଜା କିଏ ପିଲାମାନେ? ଆର ଅପସନ୍ ହେଉଛି ଅପସନ୍ ନମ୍ବର ଏ ବଲ୍ଲାଳ ସେନ। ଅପସନ୍ ନମ୍ବର ବି ହେଉଛି ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ସେମିତି ହେଲା ତମର 19 ନମ୍ବର ହର୍ଷବର୍ଦ୍ଧନ କେଉଁ ବଂଶର ଥିଲେ ପିଲାମାନେ? ହର୍ଷବର୍ଦ୍ଧନ କେଉଁ ବଂଶର ଥିଲେ? ଆର ଆନ୍ସର ହେଉଛି ଅପସନ୍ ନମ୍ବର ଏ ପୁଷ୍ୟଭୂତି ବଂଶ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ସେମିତି ରହିଲା ତମର 20 ନମ୍ବର ହର୍ଷଙ୍କ ସମୟରେ ଚୀନ ଜାତିରେ କିଏ ଭାରତ ଆସିଥିଲେ? ଆର ଆନ୍ସର କ'ଣ ହେଉଛି? ଗେସ୍ କଲ ଅପସନ୍ ନମ୍ବରରୁ। ତାର ଆନ୍ସର ହେଉଛି ଅପସନ୍ ନମ୍ବର ବି। ଅପସନ୍ ନମ୍ବର ବି ହେଉଛି ହ୍ୟୁଏନ୍। ଅପସନ୍ ନମ୍ବର ବି ହେଉଛି କରେକ୍ଟ ଆନ୍ସର। ସେମିତି 21 ନମ୍ବର ତମର ହେଉଛି ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ କେଉଁଠି ଥିଲା? ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ କେଉଁଠି ଥିଲା ପିଲାମାନେ? ତାର ଆନ୍ସର ହେଉଛି ଅପସନ୍ ନମ୍ବର ଏ ପାଟଲିପୁତ୍ର। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ସେମିତି ତମର ରହିଲା 22 ନମ୍ବର ମଗଧ ସାମ୍ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ରାଜା କିଏ? ଇଜି କ୍ୱେଶ୍ଚିନ୍। ଆର ଆନ୍ସର ହେଉଛି ଅପସନ୍ ନମ୍ବର ଏ ବିମ୍ବିସାର। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର। ସେମିତି ତମର 23 ନମ୍ବର ରହିଲା ବିମ୍ବିସାରଙ୍କ ପରେ କିଏ ରାଜା ଥିଲେ? କ'ଣ ଆନ୍ସର ହେଉଛି ପିଲାମାନେ? ଅପସନ୍ ନମ୍ବର ଏ ହେଉଛି ଅଜାତ ଶତ୍ରୁ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର ଅଜାତ ଶତ୍ରୁ।
24 ନମ୍ବର ତୁମର ହେଉଛି ଅଜାତଶତ୍ରୁ କେଉଁ ଧର୍ମର ଅନୁସାରୀ ଥିଲେ ପିଲାମାନେ? ଇଜି କ୍ୱେଶ୍ଚିନ୍ ବି ଏଇଟା। ଆର ଆନ୍ସର୍ ହେଉଛି ଅପସନ୍ ନମ୍ବର ଏ ବୌଦ୍ଧ ଧର୍ମ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର୍। ସେମିତି ତୁମର ରହିଲା 25 ନମ୍ବର ମଗଧ ସାମ୍ରାଜ୍ୟର ସୁନାଳି ଯୁଗ କେଉଁ ମଞ୍ଚ ସମୟରେ ଥିଲା? ଆର ଆନ୍ସର୍ କ'ଣ ହେଉଛି ପିଲାମାନେ? ଆର ଆନ୍ସର୍ ହେଉଛି 25 ନମ୍ବର ଆନ୍ସର୍ ହେଉଛି ଅପସନ୍ ନମ୍ବର ଏ ଗୁପ୍ତ ବଂଶ। ଏ ହେଉଛି କରେକ୍ଟ ଆନ୍ସର୍। 26 ନମ୍ବର ତୁମର ରହିଲା କନିଷ୍କଙ୍କ ରାଜଧାନୀ କେଉଁଠି ଥିଲା ମାନେ? ଇଏ ଯେ କ୍ୱେଶ୍ଚିନ୍ ଏକ୍ଜାମ୍ରେ ଆସୁଛି। ଏହାର 26 ନମ୍ବର ଆନ୍ସର୍ ହେଉଛି ଅପସନ୍ ନମ୍ବର ଏ ପେଶାୱାର। ଅପସନ୍ ନମ୍ବର ଏ ହେଉଛି ଏହାର କରେକ୍ଟ ଆନ୍ସର୍। ସେମିତି ତୁମର ରହିଲା ତ 27 ନମ୍ବର ବିକ୍ରମ ସମ୍ବିତ କେଉଁ ରାଜା ସହିତ ସମ୍ବନ୍ଧିତ? ଏହାର କ'ଣ ଆନ୍ସର୍ ହେଉଛି ପିଲାମାନେ? ବିକ୍ରମ ସମ୍ବିତ କେଉଁ ରାଜାଙ୍କ ସହିତ ସମ୍ବନ୍ଧିତ ଥିଲେ ସେ ସମୟରେ? ଏହାର ଆନ୍ସର୍ ହେଉଛି ଅପସନ୍ ନମ୍ବର ଏ ବିକ୍ରମ ଦ୍ୱିତୀୟ। ଇଜି କ୍ୱେଶ୍ଚିନ୍ ଏଇଟା। ଏ ହେଉଛି କରେକ୍ଟ ଆନ୍ସର୍। 28 ନମ୍ବର ତୁମର ରହିଲା ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପରେ ତାଙ୍କ ସାମ୍ରାଜ୍ୟ ଉପରେ କିଏ ଆକ୍ରମଣ କଲେ? ତାଙ୍କ ସାମ୍ରାଜ୍ୟ ପରେ ତାଙ୍କ ମୃତ୍ୟୁବନ୍ଧନ ପରେ କିଏ ଆକ୍ରମଣ କଲେ? ଏହାର ଆନ୍ସର୍ ହେଉଛି 28 ନମ୍ବର ଅପସନ୍ ନମ୍ବର ଏ ହେଉଛି ଗୁଜର ପ୍ରତିହାର। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର୍ ଗୁଜର ପ୍ରତିହାର। ସେମିତି ତୁମର 29 ନମ୍ବର ହର୍ଷଙ୍କ ଅଧୀନରେ ରହିଥିବା ପ୍ରସିଦ୍ଧ କବି କିଏ? ହର୍ଷଙ୍କ ଅଧୀନରେ ରହିଥିବା ପ୍ରସିଦ୍ଧ କବିଙ୍କ ନାଁ କ'ଣ ପିଲାମାନେ? 29 ନମ୍ବର ଆର ଆନ୍ସର୍ ହେଉଛି ଅପସନ୍ ନମ୍ବର ଇଜି କ୍ୱେଶ୍ଚିନ୍ ଏ ବାଣଭଟ୍ଟ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର୍। ସେମିତି ତୁମ 30 ନମ୍ବର ଗୁପ୍ତ ସାମ୍ରାଜ୍ୟର ପତନ କାହା ଆକ୍ରମଣ ଫଳରେ ହେଲା? ଆର ଆନ୍ସର୍ କ'ଣ ପିଲାମାନେ? ଆର ଆନ୍ସର୍ ହେଉଛି ଇଜି କ୍ୱେଶ୍ଚିନ୍ ଅପସନ୍ ନମ୍ବର ଏ ହୁଣ ଆକ୍ରମଣ। ହୁଣ ଆକ୍ରମଣ। ଅପସନ୍ ନମ୍ବର ଏ ହେଉଛି କରେକ୍ଟ ଆନ୍ସର୍। ତ ପିଲାମାନେ ଆଜି ଥିଲା ତୁମର ସିଲେକ୍ଟେଡ୍ ଯେଉଁଟା 30ଟି ଥିଲା ତୁମର MCQs। ତ ଆଜିର ଭିଡ଼ିଓଟି ଭଲ ଲାଗିଥିବ। ତ କୌଣସି ଡାଉଟ୍ ଯଦି ଥିବ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲ୍ ଯଦି ନୂଆ ଥିବେ ସବସ୍କ୍ରାଇବ୍ କରିବେ।